विद्युत स्पर्शରେ ବାଳକ ମୃତ। ବିନିକା 24/7/2025। ନିପ୍ର ସପ୍ର। ବିନିକା ସହରାଞ୍ଚଳ 12 ନମ୍ବର ୱାର୍ଡ ଅଧୀନସ୍ଥ ଜାମଛାପର ଗ୍ରାମରେ ଗୁରୁବାର ଭୋର ସକାଳୁ ବିଦ୍ୟୁତ ସ୍ପର୍ଶରେ ଜଣେ ବାଳକଙ୍କର ମୃତ ଘଟିଥିବା ଜଣାପଡ଼ିଛି। ହସ୍ତଗତ ରିପୋର୍ଟ ଅନୁସାରେ ବିଦ୍ୟୁତ ସ୍ପର୍ଶରେ ଜାମଛାପର ଗ୍ରାମର ବନିତା ସନ୍ନ୍ୟାସୀ ଓ ପିତା ହିମାଂଶୁ ସନ୍ନ୍ୟାସୀଙ୍କ ପୁତ୍ର ସୁବ୍ରତ ସନ୍ନ୍ୟାସୀ, ବୟସ 4 ବର୍ଷ, ଅକାଳ ମୃତ୍ୟୁ ଘଟିଛି। ବାଳକର ମୃତ୍ୟୁକୁ ନେଇ ଗ୍ରାମରେ ଶୋକସଭା ପରିବେଶ ସୃଷ୍ଟି ହୋଇଛି। ବାଳକ ଘରେ ଖେଳୁଥିବା ବେଳେ ହଠାତ୍ ସେ ଘରେ ଲାଗିଥିବା ବିଦ୍ୟୁତ ତାରକୁ ସ୍ପର୍ଶ କରି ଦେଇଥିଲା, ଫଳରେ ବିଦ୍ୟୁତ ସ୍ପର୍ଶରେ ତାର ମୃତ୍ୟୁ ଘଟିଥିଲା। ମୃତ ବାଳକ ସୁବ୍ରତ ତାର ମାତାପିତାଙ୍କ ଏକମାତ୍ର ଜନ୍ମିତ ପୁତ୍ର ଥିଲା। ତେବେ ବିଦ୍ୟୁତ ସ୍ପର୍ଶରେ ବାଳକ ସୁବ୍ରତର ମୃତ୍ୟୁ ଘଟିବା ପରେ ସାରା ଜାମଛାପର ଗାଁ ନିଶ୍ଚଳ ହୋଇଯାଇଛି। ପରେ ମୃତ୍ୟୁ ବାଳକର ଶବ ସତ୍କାର କରାଯାଇଛି। ତେବେ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବା ସହ ଗରିବ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ଦାବି ହେଉଛି। ସୁବର୍ଣ୍ଣପୁରରୁ ଟୁନା ମୁଖୀଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।